ପ୍ରଭୁଙ୍କର ସଦାଲୋଚନାର ପର୍ବ ଆମର ଏଇ କ୍ଷୁଦ୍ର ବୁଦ୍ଧିରେ ତାଙ୍କୁ ସୀମିତ କରି କହିବା ବାହୁଲ୍ୟ, ତଥାପି ପ୍ରଭୁଙ୍କର ଲୀଳା ଏଇ ଯୋଉ ଭାଦ୍ର ମାସ ଚାଲିଛି ବର୍ତ୍ତମାନ ସବୁଆଡେ ଭାଦ୍ର ପରିକ୍ରମାଟା ଏତେ ସୁନ୍ଦର ଭାବରେ ଏଇ ସକାଳେ ସନ୍ଧ୍ୟା ବେଳେ ସମସ୍ତେ ୟୁନିଫର୍ମରେ ଯାଉଛନ୍ତି ଆସୁଛନ୍ତି। ଗୋଟେ ବାତାବରଣ ଅତ୍ୟନ୍ତ ମଧୁମୟ ବାତାବରଣ, ସୁନ୍ଦର ପରିବେଶ ମଧ୍ୟ ଏଇଟାକୁ ଦେଖୁଛି, ଅନୁସରଣ କରୁଛି। କିନ୍ତୁ ଆମର ଚଲାବୁଲା ଯଦି ସେଇଭଳି ହୁଏ ତାହେଲେ ଆହୁରି ମଧୁମୟ ପରିବେଶ ହବ। ପ୍ରଭୁଙ୍କ ପାଖକୁ ଲୋକ ଏମିତି ଆମକୁ ଯାଜନ ନ କରିବାକୁ ପଡିବନି, ସେମାନେ ଆସିବେ, ଆକୃଷ୍ଟ ହେଇ ଆସିବେ। କାରଣ ସେମାନେ ଦେଖିବେ ମୋ ପରିବେଶରେ, ମତେ ଦେଖିବେ ଯେ ୟା ଭିତରେ କିଛି ଗୋଟେ ପରିବର୍ତ୍ତନ ହଉଛି। ପରିବର୍ତ୍ତନ ପଛରେ ତାର ତାର ଆଦର୍ଶ କିଏ ଅଛନ୍ତି। ତେଣୁ ଆମ ମାନଙ୍କୁ ଏଇଭଳି ଭାବରେ ସଜାଗ ହବାକୁ ପଡିବ। ସୁନ୍ଦର ଭାବରେ ଆମର ନିମାଇ ଭାଇ କୀର୍ତ୍ତନ କରୁଥିଲେ ଯେ ଏ ଜୀବନର ଜନ୍ମ ଜନ୍ମାନ୍ତରର ସେ ସାଥୀ, ଏ ଦେହର ସେ ସାରଥୀ ଏବଂ ବିକି ଦେଇଛି ପରାଣ, ତାଙ୍କୁ ଯିଏ ପରାଣ ବିକେ ସେ ରକ୍ଷା ପାଏ। କାରଣ ସିଏ କହନ୍ତି ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ଏଇ କଥାକୁ ଠାକୁର ତାଙ୍କର ଭାବ ସମାଧିରେ ବହୁବାର କହିଛନ୍ତି। ପ୍ରଭୁ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଏଇ ଯୋଉ ତାଙ୍କର ମହାଭାରତରେ ଏଇ ଯୋଉ କଥା ବାର ବାର କହୁଥିଲେ, ଅର୍ଜୁନଙ୍କୁ କହୁଥିଲେ, ସେ ଠାକୁର ସେଟାକୁ ବାର ବାର ଦୋହରେଇଛନ୍ତି। ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟ ମୋକ୍ଷୟିଷ୍ୟାମି ମା ଶୁଚ। ତୁ ଯାହାକୁ ଯୋଉ ଧର୍ମରେ ଆବଦ୍ଧ ହେଇକିରି ଅଛୁ, ତୁ ଯାହାକୁ ଧର୍ମ ମାନି ନେଇଛୁ, ତୁ ଯୋଉ ପରମ୍ପରାରେ ଚଳୁଛୁ, ତୁ ମୋ ପରମ୍ପରା ଭିତରକୁ ଆସେ। ଠାକୁର ତ ପର୍ବ ବ୍ରତ ଇତ୍ୟାଦି ମନା କରିନାହାନ୍ତି। କେମିତି କରନ୍ତି, କଣ କିଭଳି ଭାବେ କଲେ ତାର ଫଳ ପ୍ରାପ୍ତି ହବ, ଠାକୁର ସେଇଟା କହିଛନ୍ତି। ଗୁରୁ ସବୁ ବତେଇ ଦିଅନ୍ତି। ଠାକୁର ହଉଛନ୍ତି ସବୁର ଚରମ ପୁରୁଷୋତ୍ତମ, ମାନେ ସର୍ବଶ୍ରେଷ୍ଠ ପରିପୂରଣକାରୀ। ଆମେ ମାନେ ଭାଗ୍ୟବାନ ତାଙ୍କୁ ଜୀବନରେ ପାଇଛେ। ଯୋଉମାନେ ତାଙ୍କୁ ପରାଣ ବିକିଛନ୍ତି, ଯୋଉମାନେ ତାଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି, ଯୋଉମାନେ ତାଙ୍କୁ ଜୀବନର ସର୍ବସ୍ୱ କରିଛନ୍ତି, ତାଙ୍କ ଭିତରେ ସେ ଉଦ୍ଭାସିତ ହେଇଛନ୍ତି। ତାଙ୍କର ଶରୀରକୁ ସେ ଚଳେଇ ନଉଛନ୍ତି, ତାଙ୍କ ଭିତରେ ରହି ସେ କଥା କହୁଛନ୍ତି, ତାଙ୍କ ଭିତରେ ବ୍ୟବହାର କରୁଛନ୍ତି। ଯିଏ ତାଙ୍କୁ ପରାଣ ବିକିଛି, ଏ ଦେହକୁ ସେ ଚଳେଇ ନଉଛନ୍ତି। ଯଦି ଆମେ ତାଙ୍କ ପାଖରେ ଆତ୍ମସମର୍ପଣ କରୁ, ଆତ୍ମସମର୍ପଣ ଅର୍ଥ ମୋ ଭିତରେ ସେ ଯୋଉ ଭଳି ଭାବରେ କ୍ରିୟା କରିବେ, ମୁଁ ସେଇ ଗୁଣ ରାଜିରେ ବିଭୂଷିତ ଯଦି ହୁଏ, ତାହେଲେ ସେ ମୋ ଭିତରକୁ ପ୍ରବେଶ କରିବେ ଏବଂ ତାଙ୍କ ପାଇଁ ମୁଁ ମଧ୍ୟ ମୋର ହୃଦୟ ସିଂହାସନ ଖୋଲା ରଖିଥିବି। ସେ ତା ଭିତରେ ବସି ମତେ ହିଁ ଚଳେଇବେ। ଯୋଉମାନେ ଏହା କରିଛନ୍ତି, ଆମ ଅନନ୍ତ ନାଥ ଯିଏ ଠାକୁରଙ୍କର ଅନନ୍ତ ମହାରାଜ ଯିଏ ଥିଲେ, ସେ ହିଁ ଯେତେବେଳେ ଆମର ଏଟାକୁ ଆମେ ଜାଣିଛେ, ଯେତେବେଳେ ବିଶ୍ୱଗୁରୁ ସମ୍ମିଳନୀ ହେଲା, ସେତେବେଳେ ଠାକୁରଙ୍କ ପାଖକୁ ଆସିଲେ। ଏ ତ ବିସ୍ତାର କଥା। ଠାକୁରଙ୍କ ପାଖକୁ ଆସିଲେ, ଅନନ୍ତନାଥ ହିଁ ପଠେଇଥିଲେ। ସେ କହିଲେ ଯୋଉମାନେ ସବୁ ଯାଇଥିଲେ ଦୀକ୍ଷିତ ଅଦୀକ୍ଷିତ, ଠାକୁର ତାଙ୍କୁ କହିଲେ ଏଇଟା ଅନନ୍ତନାଥଙ୍କର ଜୀବନୀ ବହିରେ ଏଇଟା ଅଛି। ଅନନ୍ତନାଥ ଠାକୁରଙ୍କୁ କହିଲେ, ଆଚ୍ଛା ଦେଖ, ତୁମେ ମତେ ବିଶ୍ୱଗୁରୁ ରୂପେ ପ୍ରତିଷ୍ଠା କରିବାକୁ ଯାଉଛ, ଏତେ ବିରାଟ ଆୟୋଜନ କରିଛ, ତୁମ ମାନେ ମତେ କୁହ
तुम मानक भितरु केई जण मते विश्वगुरु बोली उपलब्धि करिच। मो भितरे सेई भली विश्वगुरुत्व भाव, विश्वगुरु जे मु जे सबुर श्रेष्ठ बोली केई जण मते उपलब्धि करिच, तुमे छाती रे हाथ देई मते कुह। केही जणे भी कहि पारिलेनी एते साहस नहीं। समस्ते पछ घुंचा देले, तापर समस्ते फेरी आसिले। एई कथाटा आसी अनंत महाराज कहले, कहले ठाकुर या कहले से तो अमंग अछंती आसीबेनी, माँ भी मना कले, से किंतु एइटा कहले। तापरे ये पुणी काशीपुर तांको निज घर को पळेले, अन्य मानकु सब अन्य अन्य जगह को पठेइ देले, कहले तुमे जाओ। तापरे निजर घर को जाई से कबाट बंद करी 5 दिन से ध्यानस्थ हेले। ध्यानस्थ हेई देखिले सबुर चरम रे से बसिचंती। समस्त प्रेरित पुरुष मानकु पठेई राम कृष्ण बुद्ध जीशु मोहम्मद श्री चैतन्य रामकृष्ण परमहंस ये समस्त स्तर 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 अनुଯାयी गला पर से चरम रे अछंती। से ता उपलब्धि कले, देखिले, तापर तांकर ध्यान ता समाप्त हेची, से कबाट खोलीची, आसीचंती। सेई मानकु पुणी कहिचंती तुम माने जाओ कहिबो जे मु उपलब्धि करिछि बोली, मु देखिछि बोली। तापरे विश्वगुरु सम्मेलन की ठाकुर आसीचंती, कारण सेई माने ही पुराण बिकी देइचंती, सेई माने तांकु ही तांको भितर प्रतिष्ठित करिचंती। ए जीवन को जदि आमे प्रवृत्ति बंधनरु मुक्त जदि करी आमे तांको चलनी की जाऊ, तांको संस्कार भितर को जाऊ, ताले आम मानसु रक्षा पाइबा। आम मानक भितरे आजिकाली बहुत ज्ञानी, बहुत धनी मानी प्रतिष्ठित व्यक्ति, लोकबल अछि, समाज रे ना अछि, किंतु तांको भितरे सेई देवत्व जागरित होनी। जहा फल रे बहुत बड़ बड़ घरे आमे सब जाजन माध्यम रे डीपीआर करे गला बेले देखिचु, समाने केते प्रतिपत्ति तांकर, केते धनाढ्य व्यक्ति समान, एड़ा सब किछि असुविधा नहीं, किंतु समाने एते अशांति भितरे जर्जरित हे रहुचंती, समाने निजको सुरक्षित मन करू नाहंती। किंतु ठाकुर को जो माने सब ग्रहण करिचंती, सेमाने धनी ज्ञानी हेले भी दुखरे असुविधारे पड़िले भी सेमाने परिवर्तन होउचंती। डाक्तरन कतिके लोक जाए चिकित्सित हवा पे, चिकित्सा ही भल ही आसे। जदि डाक्तर जदि तार जीवन को सुरक्षित न करि पारे, जदि डाक्तर निजर रोग को भल करि न पारे, से कोठी सी कोठी की जीव? से देखिबो जणे अछंती ईश्वर जिए मते रक्षा करि पारिबे। धनी व्यक्ति मध्य सेया, तार रोग वैराग हेले जेतेबेले से सब खर्च बार्च सब पूजा पर्व जहा जहा दान धर्म कर सारा पर जेतेबेले से आरोग्य लाभ करि पारुनी, शेष बेले से तांको कति की जाउची। कारण एई देह को रखिबा पई हेले आत्मा जिए ता भीतर अछि, जो जिए जीवन, जिए परम पिता जीवन जहा ठारू आसीछि, जदि आमे तांको सहित जोगयुक्त न हो, बंधुत्व स्थापन न करू, तांको अनुसरण न करू, ताहले जीवन केबे हेले सुरक्षित हबनी, केबे हेले सुरक्षित हबनी। एई परिप्रेक्षी रे ठाकुरंकर बेलर गोटे घटना, एइटा प्रभुंकर जन्मर मास, प्रभुंकर केते केते लीला आमे शुणुचे, से आपण ए लीला को जानिचंती। मु आ एटा को पुनर्बार आउथरे कहूची। थरे श्री श्री बड़दांकर पाखरे एमती बहुत ठाकुरंकर दिव्य लीला सब आलोचना हुए, जहार जहार जो जो अनुभूति सब कहती। थरे श्री श्री बड़दा कलिकता पठेइचंती जने रोगी को, तांको सहित 2-3 जन अटेंडेंट अछंती, हमर सहकर्मी तांको संगे रे जाइचंती, जे कलिकतार सेत बलर सुनाम धन्य डाक्तर,
ଯେ ଯାହାର ଚିକିତ୍ସା ଶୈଳୀ ଅତ୍ୟନ୍ତ ସୁନ୍ଦର ଏବଂ ଯିଏ ଯାହାର ନାଁ ଅଛି ଚିକିତ୍ସା ରାଜ୍ୟରେ ମଧ୍ୟ ତାଙ୍କ କତିକି ପଠେଇଲେ ଡକ୍ଟର ପ୍ରଫେସର ଏନ୍.ବି. ରାୟ। ସେ ଯେତେବେଳେ ଯାଇ ପହଞ୍ଚିଲେ ଦେଖିଲେ ତାଙ୍କ ଚାମ୍ବରରେ ଲମ୍ବା ଲାଇନ, ସମସ୍ତେ ଟିକେଟ କରି ବସିଛନ୍ତି। ତାଙ୍କର ଯିଏ ଆଟେଣ୍ଡାଣ୍ଟ ଏଠି ବସିଛି ସେ କାହାକୁ ଛାଡୁନି, ଯାହାର ଯାହାର ସିରିଏଲ ଅନୁଯାୟୀ ସେମାନେ ସବୁ ଯାଉଛନ୍ତି। ଇଏ ଯେମିତି ଯାଇ ପହଞ୍ଚିଲେ ସେତେବେଳେ ସେ ଆଟେଣ୍ଡାଣ୍ଟ ତାଙ୍କୁ ମନା କଲା, ତୁମେ ଟିକେଟ କରିନ, ତୁମେ ଯିବନି। ସେ କହିଲେ ଯେ ଖାଲି ଡକ୍ଟରଙ୍କୁ ଆପଣ କୁହନ୍ତୁ ଯେ ଆମେ ସତ୍ସଙ୍ଗରୁ ଆସିଛୁ। ଡାକ୍ତରଙ୍କୁ ଇଏ ତାଙ୍କ ଆଟେଣ୍ଡାଣ୍ଟ ଯାଇ କହିଲା ଯେ ସତ୍ସଙ୍ଗରୁ କିଏ ଆସିଛନ୍ତି ଆଉ ତାଙ୍କର ଗୁରୁ ତାଙ୍କୁ ପଠେଇଛନ୍ତି, ସେ ଆପଣଙ୍କୁ ସାକ୍ଷାତ କରିବା ପାଇଁ ଚାହୁଁଛନ୍ତି। ସାଙ୍ଗେ ସାଙ୍ଗ ଡକ୍ଟର ଏନ୍.ବି. ରାୟ ତାଙ୍କର ନିଜ ସିଟରୁ ଉଠି ତାଙ୍କୁ କହିଲେ ତାଙ୍କୁ ଶୀଘ୍ର ଶୀଘ୍ର ଡାକ। ସେ ତାଙ୍କୁ ଡାକିଲେ, ସମସ୍ତେ ବସିଛନ୍ତି, ତାଙ୍କର ଟ୍ରିଟମେଣ୍ଟ ସେ ଆଗେ କଲେ। ଯାହା ଯାହା ସବୁ ଔଷଧ ପତ୍ର ତାଙ୍କଠି ସାମ୍ପୁଲ ଥିଲା ତାକୁ ବି ଦେଲେ, ଫିସ୍ କିଛି ନେଲେନି ଏବଂ କହିଲେ ଯେ ଆପଣ ଶ୍ରୀ ଶ୍ରୀ ବଡଦାଙ୍କୁ ମୋର ପ୍ରଣାମ ଜଣେଇବେ। ଏଇ କଥା ସେ ତାଙ୍କୁ କହିକିରି ପଠେଇଲେ। ସେ ଯେତେବେଳେ ଆସିଲେ, କଲିକତାରେ ମଧ୍ୟ ଆଉ ଜଣେ ଡାକ୍ତର ଥିଲେ ଆମର ଋତିକ ଡକ୍ଟର ସୁବୋଧ ଚକ୍ରବର୍ତ୍ତୀ। ସୁବୋଧ ଚକ୍ରବର୍ତ୍ତୀ ସେ ଏଇ କଥାଟା କହିଲେ। ସୁବୋଧ ଚକ୍ରବର୍ତ୍ତୀ ଏହାର କାରଣ ଯେ ତାଙ୍କୁ କହୁଛନ୍ତି। ସୁବୋଧ ଚକ୍ରବର୍ତ୍ତୀ କହିଲେ, ମୋ ଜୀବନର ଘଟଣା ଯୋଉ ଘଟିଥିଲା ସେଇ ଘଟଣାକୁ କେନ୍ଦ୍ର କରି ଏଇ ଯୋଉ ସବୁ ଏନ୍.ବି. ରାୟଙ୍କର ସତ୍ସଙ୍ଗ ପ୍ରତି ଏତେ ଭଲ ଧାରଣା। ଡକ୍ଟର ସୁବୋଧ ଚକ୍ରବର୍ତ୍ତୀ କହୁଛନ୍ତି ସୁବୋଧ ଚକ୍ରବର୍ତ୍ତୀଙ୍କ ଦେହ ଖରାପ ହେଲା। ସୁବୋଧ ଚକ୍ରବର୍ତ୍ତୀ ନିଜେ ଡାକ୍ତର, ସେ ନିଜେ ନିଜେ ଟ୍ରିଟମେଣ୍ଟ ହେଲେ, ଆଉ କୌଣସି ମତେ ତାଙ୍କର ରୋଗର ଉପଶମ ହେଲା ନାହିଁ। ତାପରେ ଏମିତି ରୋଗ ବଢିବା ସହିତ ସେ ଜୀର୍ଣ୍ଣ ଶୀର୍ଣ୍ଣ ହେଇଗଲେ। ଟେଷ୍ଟ ବାରମ୍ବାର କରିବାରୁ ଜଣା ପଡିଲା ତାଙ୍କର କ୍ୟାନ୍ସର ହେଇଛି। ଯେତେବେଳେ କ୍ୟାନ୍ସର ହେଇଛି ସେ ଏଇ ଏନ୍.ବି. ଡକ୍ଟର ପ୍ରଫେସର ଏନ୍.ବି. ରାୟଙ୍କ ପାଖରେ ଟ୍ରିଟମେଣ୍ଟ ହେଲେ। ଏନ୍.ବି. ରାୟ ଜଣେ ଦକ୍ଷ ଚିକିତ୍ସକ। ଏମିତି ବହୁତ ଦିନ ଗଲା ପରେ ସେ ଜୀର୍ଣ୍ଣ ଶୀର୍ଣ୍ଣ ହଉଛନ୍ତି, କଷ୍ଟ ବି ପାଉଛନ୍ତି ଡକ୍ଟର ସୁବୋଧ ଚକ୍ରବର୍ତ୍ତୀ। ସୁବୋଧ ଚକ୍ରବର୍ତ୍ତୀ ଦିନେ ସକାଳେ ସକାଳେ ଏଇ ରାତ୍ରିରେ ଯନ୍ତ୍ରଣା ସହି ନ ପାରି ସକାଳ ସକାଳ ଆସି ତାଙ୍କ ପାଖରେ ପହଞ୍ଚିଲେ। କାରଣ ସେ ତାଙ୍କର ପରସ୍ପର ଦି ଜଣ ଯାକ ସାଙ୍ଗ। ଏଇ ଡାକ୍ତର ସେ ବି ଡାକ୍ତର, ଦି ଜଣ ଯାକ ସାଙ୍ଗ। କିନ୍ତୁ କହିଲେ କଣ କଣ କରିବି, କିଛି ଏମିତି ଗୋଟେ କରନ୍ତୁ ଯେ ମୋର ଏଇ ରୋଗ ଉପଶମ ହଉ। ସେ ତାଙ୍କର ଏନ୍.ବି. ରାୟ ତାଙ୍କର ଚାମ୍ବରରେ ବସି କହିଲେ, ଦେଖ ତୁମେ ତ ମୋର ବନ୍ଧୁ, ତୁମେ ବି ଡାକ୍ତର, ମୁଁ ତମକୁ ଗୋଟେ ଚରମ ସତ୍ୟ କଥା କହୁଛି ଯେ ତୁମର ଏ ରୋଗ ଭଲ ହବନି। ଆଉ ମୁଁ ଦେଖୁଛି ତୁମେ 7 ଦିନ ଭିତରେ ଯିବ, ତୁମର ଆୟୁଷ କାଳ ମାତ୍ର 7 ଦିନ। ଏଇ ନିରାଶୀ ନିର୍ମମ କଥା ଶୁଣି ଡକ୍ଟର ସୁବୋଧ ଚକ୍ରବର୍ତ୍ତୀ ଅତ୍ୟନ୍ତ ଭାଙ୍ଗି ପଡିଲେ। ଘରକୁ ଆସିଲେ, ଖାଲି ସିଏ ଚିନ୍ତା କଲେ ତାଙ୍କର ଜ୍ଞାନ, ତାଙ୍କର ଧନ, ତାଙ୍କର ପ୍ରତିପତ୍ତି ଆଉ ତାଙ୍କ ଆଖିରେ କିଛି ନାହିଁ। ସେ କେମିତି ଜୀବନକୁ ବଞ୍ଚେଇବେ। ସେ ତ ଶୁଣିଲେ ଯେ ଆଉ ବଞ୍ଚିବେନି, କିନ୍ତୁ ଗୋଟେ ଲକ୍ଷ୍ୟ, ମୁଁ ଯାଉଛି ମୋର ଗୁରୁଦେବଙ୍କୁ ଟିକେ ପ୍ରଣାମ କରି ଆସିବି। ଏଇ କଥାଟା ତାଙ୍କୁ ଜଣେଇକିରି ଆସିବି ଶେଷ ଜୀବନରେ। ଖାଲି ଘରେ କହିଲେ ମୁଁ ଯାଉଛି ଆଶ୍ରମ। ତାଙ୍କୁ କିଛି ବନ୍ଧନ ବାଧା ଦେଇ ପାରିଲାନି। ଠାକୁରଙ୍କର ଏଇ ଯୋଉ କଥା, ମହାଭାରତର ଏଇ ଯୋଉ ଗୀତାର ଯୋଉ କଥା, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ସମସ୍ତ ପରିତ୍ୟାଗ କରି ସେ ପ୍ରଭୁଙ୍କ କତିକି ପଳେଇ ଆସିଲେ। ସନ୍ଧ୍ୟାବେଳେ ଆସି ଭୋର ଭୋର ପହଞ୍ଚିଛନ୍ତି।
ନାଇଁ ଆସିଲେ, ଆସି ସନ୍ଧ୍ୟା ବେଳେ ପହଞ୍ଚି ଗଲେ କଲିକତାରୁ ଦେଓଘରରେ। ନା ଏଇଟା ହଉଛି ହିମାୟତପୁରର ଘଟଣା। ଆସି ପହଞ୍ଚିଗଲେ, ପହଞ୍ଚିଲା ପରେ ଠାକୁର ତ ବସିଛନ୍ତି, ପ୍ରଣାମ କଲେ। ପ୍ରଣାମ କରି ଯେତେବେଳେ ତାଙ୍କର ପାଳି ପଡିଲା, ଠାକୁର କହିଲେ, ଆରେ ସୁବୋଧ, ତୁ ଝଡି ଯାଇଛୁ, ତୋର କଣ ହେଇଛି? ଏଇ କଥା କହୁ କହୁ ଯେମିତି ପିଲା ଆଘାତ ପାଇ ଆସି, ଦୁଃଖ ଯନ୍ତ୍ରଣାରେ ଆସି ଯେତେବେଳେ ମା ପାଖରେ ପହଞ୍ଚିଯାଏ, ମା ଯେତେବେଳେ ତାକୁ କୋଳେଇ ନେଇ ଗୋଟେ ମଧୁର ପୋଛି ପୋଛି ଦେଇ ଗୋଟେ ସୁନ୍ଦର କଥା କହେ, ତାର ଏଇ ସମସ୍ତ ଯନ୍ତ୍ରଣାକୁ ତାର କାନ୍ଦ ମାଧ୍ୟମରେ, ତାର ଲୁହ, ପ୍ରଚଣ୍ଡ କୋହର ଲୁହ ମାଧ୍ୟମରେ ସେ ସବୁ ଉଗାଡି ପକାଏ। ଯେମିତି ଉଗାଡି ପକାଏ, ସେମିତି ସୁବୋଧ ଚକ୍ରବର୍ତ୍ତୀ ସେମିତି ଠାକୁରଙ୍କ ପାଖରେ ତାଙ୍କର ସମସ୍ତ କୋହ କାନ୍ଦି କାନ୍ଦି କହିଲେ, ଠାକୁର, ମୁଁ ଆଉ ବଞ୍ଚିବିନି, ମତେ କ୍ୟାନ୍ସର ହେଇଛି। ଯିଏ ଦକ୍ଷ ଡାକ୍ତର ସେ କହିଛନ୍ତି ମୁଁ ଆଉ 7 ଦିନ ବଞ୍ଚିବି। ଏମିତି କଥା ସେ ସବୁ ଜାଣନ୍ତି, କିନ୍ତୁ ଆମେ ଯେ ସବୁ ଆମ ପ୍ରବୃତ୍ତି ଆମକୁ ତାଙ୍କ ପାଖରୁ ପଛ ଟାଣ କରି ରଖେ, ସେ ସେଇଭଳି ଦୂରରେ ଥାନ୍ତି। ସବୁ ବନ୍ଧନକୁ ଯେତେବେଳେ ଆମେ ବାଧା ବିଘ୍ନକୁ ଦୂର କରି ତାଙ୍କ କତିକି ଯାଉ, ସେତେବେଳେ କାଳ ଯେମିତି ଗୋଡଉଥାଏ, କାଳ ଦୂରରେ ରହି ଦେଖେ ଯେ ଆମ ସମସ୍ତଙ୍କର ମାଲିକ ସେଠି ବସିଛନ୍ତି। ସେ ଯୋଉ ଆଦେଶ ଦେବେ ଆମେ ସେ ଆଦେଶକୁ ପାଳନ କରିବା। ଯେତେବେଳେ ସୁବୋଧ ଚକ୍ରବର୍ତ୍ତୀ କଥା କହିଲେ, ଠାକୁରଙ୍କ ପାଖରେ ତାଙ୍କର ଯେ ଡାକ୍ତର ଥିଲେ ପ୍ୟାରୀ ନନ୍ଦୀ, ଅନ୍ୟାନ୍ୟ ସବୁ ଥିଲେ, ତାଙ୍କୁ ସାଙ୍ଗେ ସାଙ୍ଗେ କହିଲେ, ଠିକ ଅଛି, ଏ ତ ତୋର ତ ଆଉ ସମୟ କାଳ ଆଜି ଛାଡି 7 ଦିନ ଆଉ 6 ଦିନ ଅଛି, ଦେଖିବା, ଆମେ ଟିକେ ଚେଷ୍ଟା କରିବା। ଠାକୁର ତାଙ୍କୁ କେତିକି ଜଡିବୁଟି ଆୟୁର୍ବେଦିକର ସବୁ ଜିନିଷ କହିଦେଲେ। ସେ ଆଣି ତାକୁ ସବୁ ସବୁ ଔଷଧ ତିଆରି କରିଦେଲେ, 2-3 ବୋତଲ ତିଆରି କରିଦେଲେ। କହିଲେ, ସୁବୋଧ, ତୁ ଏଇଠି ରହିବୁ, ଏଇ ସେବନ ଔଷଧ ସେବନ କରିବୁ, ଦିନକୁ 3 ଥର ପ୍ରାର୍ଥନା କରିବୁ, ମୋ ପାଖରେ ବସିବୁ। ସେଇ ଆଶ୍ୱାସନରେ ସୁବୋଧ ଚକ୍ରବର୍ତ୍ତୀ ରହିଲେ। ସୁନ୍ଦର ଚେହେରା ତାଙ୍କର ଥିଲା, ସୁନ୍ଦର ସ୍ୱାସ୍ଥ୍ୟ, ଜୀର୍ଣ୍ଣ ଶୀର୍ଣ୍ଣ ହୋଇ ଆସିଛନ୍ତି, ବସିଛନ୍ତି, ଖାଲି ମୃତ୍ୟୁକୁ ଦେଖୁଛନ୍ତି। କେତେବେଳେ 7 ଦିନ ପୂରିବ ସେ ଇହ ଧାମରୁ ଯିବେ। କିନ୍ତୁ ମାଲିକଙ୍କର ଉପରେ ତାର ବିଶ୍ୱାସ ଅଛି। ମାଲିକ କି ପ୍ରାର୍ଥନା କରିନାହାନ୍ତି ମତେ ବଞ୍ଚାନ୍ତୁ ବୋଲି, କିନ୍ତୁ ଶେଷ ପ୍ରଣାମ କରିବା ପାଇଁ ସେ ଆସିଛନ୍ତି। ଯାହା ହଉ, ଏଇ ବେଳେ ତାଙ୍କର ଔଷଧ ସେବନ ଚାଲିଛି। ତାଙ୍କୁ ଆସ୍ତେ ଆସ୍ତେ ଯୋଉ ଯନ୍ତ୍ରଣା ତାଙ୍କୁ ହଉଥିଲା, ଆସ୍ତେ ଆସ୍ତେ ଭଲ ଲାଗୁଛି। ଠାକୁରଙ୍କ ପାଖରେ ବସିଛନ୍ତି, ତାଙ୍କର ଶରୀର ପ୍ରତି ଆଉ ମନ ନାହିଁ। ଏଇ ଦିବ୍ୟ ଲୀଳା, ଦିବ୍ୟ ସୁନ୍ଦର ରୂପ ଏବଂ ଭକ୍ତ ମାନଙ୍କର ଯୋଉ ସବୁ ଠାକୁର ଯୋଉ ସବୁ ସମାଧାନ ଦଉଛନ୍ତି, ଏଇ ସବୁରେ ସେ ଡଗମଗ ହେଇକି ଅଛନ୍ତି। ତାଙ୍କ ଭିତରେ ଯୋଉ ଯନ୍ତ୍ରଣା ସେ ଭୁଲି ଯାଇଛନ୍ତି। 6 ଦିନ ପାରି ହେଇଗଲା, 15 ଦିନ ପାରି ହେଇଗଲା, ମାସେ ଗଲା। ମାସେ ପରେ ତାଙ୍କୁ ଖୁବ ଭଲ ଲାଗିଲା। ସେ ଖାଲି ଘରକୁ ଖବର ଦଉଥାନ୍ତି ଯେ ମୁଁ ଠାକୁରଙ୍କ ପାଖରେ ଅଛି, ଭଲରେ ଅଛି। 2 ମାସ ଯେତେବେଳେ ହେଲା, ସେ କହିଲେ, ଠାକୁର, ମୁଁ ଟିକେ ଘରକୁ ଯାଆନ୍ତି। ଠାକୁର କିଛି କହିଲେନି, କାରଣ ଯେତେବେଳେ ଯିଏ ତାଙ୍କ ପାଖକୁ ଯାଏ, ସେ ତା ମନ ନେଇକିରି ଯାଏ। ତାଙ୍କ ପାଖରୁ ଆସିବା ପାଇଁ ହେଲେ ତାଙ୍କର ଆଦେଶ ଅନୁଯାୟୀ, ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଲୋକ ଆସେ। ଯେତେବେଳେ ଠାକୁର କିଛି କହିଲେନି, ସିଏ ଆଉ କିଛି କହିଲେନି, ଆଉ ନିବେଦନ କିଛି କଲେନି, ରହିଲେ। 6 ମାସ ବିତିଗଲା। 6 ମାସ ପରେ ତାଙ୍କର ଯୋଉ ପୂର୍ବ ସ୍ୱାସ୍ଥ୍ୟ ଥିଲା, ସେଇ ସ୍ୱାସ୍ଥ୍ୟ ପୁଣି ହେଇଗଲା। ସେ ପୁଣି ଠାକୁର କହିଲେ, ସୁବୋଧ, ତୁ ଘରକୁ ଯିବ ବୋଲି କହୁଥିଲୁ, ତୁ ଯା। ସୁବୋଧ ଚକ୍ରବର୍ତ୍ତୀ ଘରକୁ ଆସିଲେ। ଯୋଉ ଜରାଜୀର୍ଣ୍ଣ ଶରୀର ଆଣିକିରି ଘରୁ ଆସିଥିଲେ, ଘରେ ପହଞ୍ଚିଲେ ଯେତେବେଳେ, ତାଙ୍କର ଏଇ ପୂର୍ବ ରୂପକୁ ଦେଖି ଅତ୍ୟନ୍ତ ଖୁସି ହେଲେ ସମସ୍ତେ। ତା ପରଦିନ ସକାଳୁ ସକାଳୁ ଯୋଉ ସମୟରେ ସେ ଯାଇଥିଲେ ଡକ୍ଟର NB ରାୟଙ୍କ ଘରକୁ, ପୁଣି ଯାଇ ସେଇ ସମୟରେ ପହଞ୍ଚିଲେ। କବାଟ ଠକ୍ ଠକ୍ କଲେ। NB ରାୟ କହିଲେ, ଆରେ ଏତେ ଜଲ୍ଦି କିଏ ଆସିଲେଣି? ପେସେଣ୍ଟ ମାନେ ଏମିତି ଆସୁଛନ୍ତି ଯେ ମତେ କିଛି କାମ କରେଇ ଦଉନାହାନ୍ତି। ବାର ବାର ଯେତେବେଳେ କଲିଂ ବେଲ ଦେଲେ, ସେ ଆସିକିରି କବାଟ ଖୋଲିଲେ। ପଚାରିଲେ, କୁଆଡେ ଆସିଛ? ଏତେ ଜଲ୍ଦି କାହିଁକି ଆସିଛ? ନା ମତେ ଆପଣ ଚିହ୍ନି ପାରୁନାହାନ୍ତି? ନା ତୁମେ କିଏ? ସେ
ନା ମୁଁ ସେଇ ସୁବୋଧ ଚକ୍ରବର୍ତ୍ତୀ। ସେ କହିଲେ ଆରେ ନା ସେ ତ 6 ମାସ ପୂର୍ବରୁ ମରିଯାଇଛି। ମୁଁ ତାକୁ 6 ଦିନ ସମୟ ଦେଇଥିଲି, ଆଜି କି 6 ମାସ ହେଲାଣି, ମୋର ମନେ ଅଛି ପୁରା, ସେ ମରିଯାଇଛି। ନା ନା ମୁଁ ସେଇ ସୁବୋଧ ଚକ୍ରବର୍ତ୍ତୀ। ମୁଁ ମରିନି, ମୁଁ ବଞ୍ଚିଛି। ମୁଁ ମୋର ମୁଁ ସୁସ୍ଥ ହେଇ ମୁଁ ମୋ ପୂର୍ବ ସ୍ୱାସ୍ଥ୍ୟକୁ ଫେରି ପାଇଛି। ଇଏ ତାକୁ ସାଙ୍ଗେ ସାଙ୍ଗେ ନେଇଗଲେ, ତାଙ୍କ ଲାବୋରେଟୋରୀରେ ତାଙ୍କର ସମସ୍ତ ପରୀକ୍ଷା କଲେ, ଦେଖିଲେ କ୍ୟାନ୍ସରର କିଛି ସଂକେତ ବି ନାହିଁ। ଆଶ୍ଚର୍ଯ୍ୟ ହେଲେ, ଦୁଇ ବନ୍ଧୁ କଥା ହେଲେ, କହିଲେ ସୁବୋଧ ତୁମର ତୁମେ ତୁମେ ଏମିତି ଆରୋଗ୍ୟ ହେଲେ କେମିତି? ଯେତେ ଆମର ଚିକିତ୍ସା ବିଜ୍ଞାନ ଯୋଉ ଚରମକୁ ଯାଇଛି, ମୁଁ ସେ ଚରମର ଔଷଧ ତୁମକୁ ଦେଇଛି, କିନ୍ତୁ ତୁମେ ଭଲ ହେଲେ କେମିତି? ନା ମୋର ଗୁରୁ ମେଡିସିନ, ମତେ ଗୁରୁ ଯେ ସେ ଜଡିବୁଟି ଔଷଧ ଦେଲେ, ଆୟୁର୍ବେଦିକ ଯୋଉ ଔଷଧ ଦେଲେ, ମୁଁ ସେ ଆୟୁର୍ବେଦିକ ଔଷଧରେ ଭଲ ନା ତୁମେ ଏହାର କୌଣସି ଔଷଧ ନାହିଁ। ଯଦି ଅଛି ତୁମ ଗୁରୁ ଦେଇଛନ୍ତି, ତାହେଲେ ତୁମେ ଆମକୁ ଦିଅ, ଆମେ କେତେ ଏଥିରେ ଲୋକ ଜୀବନ ଦାନ ପାଇପାରିବ। ଏଇଟା ତୁମର ଗୁରୁଙ୍କର ଆଶୀର୍ବାଦ, ଏଇଟା ତୁମ ଗୁରୁଙ୍କର ତୁମ ପ୍ରତି ଯୋଉ ବିଶ୍ୱାସ, ତୁମେ ଗୁରୁଙ୍କୁ ଯୋଉ ବିଶ୍ୱାସ କର, ଭଲ ପାଇଲ, ତୁମର ଏଇ ଶ୍ରଦ୍ଧା ବିଶ୍ୱାସର ଏଇ ହଉଛି ଫଳ। ଗୁରୁ ହଉଛନ୍ତି ସେଇ ସ୍ତରର ଯିଏକି ସମସ୍ତ ପାପ ତାପକୁ ଖଣ୍ଡନ କରି ଆମକୁ ପୁନର୍ଜୀବିତ କରିପାରନ୍ତି, ସେଇ କ୍ଷମତା ତାଙ୍କର ଅଛି। ଥରେ ଯତୀନ ମହାନ୍ତି ଆସିଥିଲେ ଆମର ସିଡି, ସେ କହୁଥିଲେ, ସେ କହିଲେ ଗୁରୁ ପୁରୁଷୋତ୍ତମଙ୍କର କ୍ଷମତା ଅଛି, ସମସ୍ତ ପାପ ତାପକୁ ସେ ନେଇପାରିବେ ଏବଂ ଆମକୁ ମୁକ୍ତ କରିପାରିବେ, ପୁନର୍ବାର ସେ ଜୀବନ ଆମକୁ ଦାନ କରିପାରିବେ। ତେଣୁ ସେ ହଉଛନ୍ତି ପୁରୁଷୋତ୍ତମ। ତେଣୁ ସୁବୋଧ ଚକ୍ରବର୍ତ୍ତୀ ଯେତେବେଳେ ଏକଥା କହିଲେ, ସେ ଆଶ୍ଚର୍ଯ୍ୟ ହେଲେ ଏବଂ ସେ ଆସିଲେ, ଏଇ କଥା ସେ ସତ୍ସଙ୍ଗୀ ମାନଙ୍କୁ କହିଲେ ଏବଂ ଇଏ ଯେ ଚରମ, ଇଏ ଯେ ସମସ୍ତ କରିପାରନ୍ତି, ଇଏ ଯେ ଚିକିତ୍ସକ ମାନଙ୍କର ମାନେ ସମସ୍ତ ଚିକିତ୍ସା ପଦ୍ଧତିର ଚରମରେ ତାଙ୍କ ଆଜ୍ଞାରେ ଯେ ହୁଏ, ଆମେ ପ୍ରାର୍ଥନା କରୁଛେ, କରୁ ବନ୍ଦଗୀ ରାଧା ସ୍ୱାମୀ ଆଗେ, ଜିନି ପରତାପେ ଜୀବ ବହୁ ଜାଗେ। ଯାହାର ପ୍ରତାପରେ ସମସ୍ତ ଜୀବମାନେ ଜାଗରିତ ହୁଅନ୍ତି, ଗ୍ରହ ତାରା ନକ୍ଷତ୍ର ସମସ୍ତେ ତାଙ୍କର ଆଦେଶ ନିର୍ଦ୍ଦେଶ ଅନୁଯାୟୀ ଚାଲନ୍ତି। ସେ ସମସ୍ତଙ୍କ ପାଇଁ ବିଧାନ କରିଦେଇଛନ୍ତି, ସମସ୍ତେ ବିଧି ମାଫିକ ଚାଲିଛନ୍ତି। ଆମେ କିନ୍ତୁ ମଣିଷ, ଆମେ ଆମ ପ୍ରବୃତ୍ତି, ଆମ ଭିତରେ ଶୈତାନ, ଆମେ ଶୈତାନ ରହି ତାଙ୍କର ବିଧାନକୁ ଆମେ ହଉଛି ଅବହେଳା କରୁ ଏବଂ ଦୁଃଖ ଶୋକରେ ଜର୍ଜରିତ ହେଇଥାଉ। ଏଇ ସୁବୋଧ ଚକ୍ରବର୍ତ୍ତୀ କହିଲେ ମୋର ମରିବାର ବେଳ, କିନ୍ତୁ ତାଙ୍କ ଦୟାରେ ମୁଁ ବଞ୍ଚିଲି। ଏଇ ପରାଣଟା ଯେତେବେଳେ ଶରୀରର ସେ ସାରଥି, ଏଇ ପରାଣ ଯେତେବେଳେ ମଣିଷ ତାଙ୍କୁ ବିକି ଦିଏ, ସମସ୍ତ, କାରଣ ତାଙ୍କ ପ୍ରତିପତ୍ତି ଥିଲା, ଜ୍ଞାନୀ ଥିଲେ, ସେ ନିଜେ ଡାକ୍ତର, କିନ୍ତୁ ଜଣେ ସୁନାବୋଧନ ଡାକ୍ତର ଚିକିତ୍ସା ହେଲେ, କିନ୍ତୁ ସମସ୍ତ ବିଫଳ ସତ୍ତ୍ୱେ ଯେତେବେଳେ ତାଙ୍କର ଚରଣାଶ୍ରିତ, ତାଙ୍କ ପାଖକୁ ଯିବାକୁ ହବ, ତାଙ୍କର ମୋର ମନର ସମସ୍ତ ଗୋପନ କଥା କହିବାକୁ ହବ, ମୁଁ ଯଦି ତାଙ୍କୁ ଲୁଚାଏ, ସେ ଆମ ପାଖରୁ ଲୁଚି ଯିବେ। ସବୁ ସେ ଜାଣନ୍ତି, କିନ୍ତୁ ଆମେ ଯେତେବେଳେ ଖୋଲା ନ ହଉ, ସେ ମଧ୍ୟ ଆମ ପାଖରେ ଖୋଲା ହୁଅନ୍ତି ନାହିଁ। ଆମେ ମାନେ ଭାଗ୍ୟବାନ, ଜୀବନରେ ତାଙ୍କୁ ଗୁରୁ ରୂପେ ପାଇଛେ, ସବୁର ଚରମ ସିଏ। ତେଣୁ ଯଦି ଆମେ ତାଙ୍କୁ ଭଲ ନ ପାଉ, ତାଙ୍କର ବିଧି ମୁତାବକ ନ ଚଳୁ, ଠାକୁରଙ୍କର କଥା, ଦୀକ୍ଷା ନେଇ ନିୟମ ମତ ଚଳିଲେ ତବେ ହୁଏ ଉନ୍ନତ। ଯୋଉମାନେ ଉନ୍ନତ, ଯୋଉମାନେ ବାକ୍ସିଦ୍ଧ, ସେମାନେ ତାଙ୍କର ଆଦେଶ ନିର୍ଦ୍ଦେଶକୁ ଏଇଭଳି କଣ୍ଟାଏ କଣ୍ଟାଏ ଏଇ ଶରୀର ମାଧ୍ୟମ ଦେଇ ପାଳନ କରନ୍ତି। ତାଙ୍କର ନାମର ଏତେ ମାନେ ନାମର କମ୍ପନରେ ଆମର ସମସ୍ତ ପ୍ରବୃତ୍ତି ପ୍ରଶମିତ ହେଇକିରି ସବୁ ତାଙ୍କ ସେବାରେ ଲାଗେ। ତେଣୁ ନାମୀ ପୁରୁଷଙ୍କୁ ଯିଏ ନାମୀ, ଆମେ ମାନେ ଏତେ ଆମର କେତେ ଜନ୍ମର କର୍ମ ଫଳ ର ସୁକର୍ମ ଫଳରେ ଆମେ ତାଙ୍କୁ ପାଇଛେ। ଯିଏ ସମସ୍ତ କଳୁଷ କାଳିମାକୁ ପୋଛି ଦେଇ ତାଙ୍କ କୋଳକୁ ସେ ନେଇଯାଆନ୍ତି। ପରମ ଆନନ୍ଦ ଆମେ ପ୍ରାପ୍ତି ହଉ,
परम तृप्ति प्राप्ति हो। तेणु जा हो आम मैंने भाग्यवान जीवन में पाइचे भल पाइबा भल पाइले तांकर प्रीतिकर्म करने को इच्छा हब आउ कौन सी बाधा आमको आम बाधा दबनी बाधा आसिले भी जेमती समस्त आम जो आचार्य सानिध्य को जाऊ तांको पाखरे किछि सबु समय निखुण भाव सहज भाव कर आमु जोटा कष्ट लगे से ठीक से नामधान करती तांकर सबु काम गोटा ठीक चलनी वेशभूषा तांकर कथा तांकर कथारे मधुरता आकर्षण करवा सबु एई भाव से चरम थांती जे समस्त को आकर्षण करती एई देव प्रतिमा एई पुरुषोत्तम तांको आचार्य भितर लीला करती से चाहती आमे समस्त ही परिबा किंतु आमे जदि समस्त अष्टपाश को रु मुक्त है तांको कति की जीवा ताहले आमको से धरा देबे आसंतु आमे तांको भलो पाइचे भलो पाइबा एवं तांकर प्रीतिकर्म करिबा आदेश निर्देश अनुଯାयी चलिबा एई डीपीआर को भितर देई विभिन्न जगह को आम भितर जो थिबा भूल त्रुटि गुडाक ता भितर संशोधन हो जाए आमे सेटा करिया को सक्षम हो प्रचंड भाव ना मध्य मनुष करे सेतबेले नाम कले तांकरी कथा बाहरे तेणु आमे माने भाग्यवान जीवन में तांको पाइचे तांको उपभोग करिया पहले तांको भलो पाइबा तांको प्रीतिकर्म करिबा कर्म भितर देई एई शरीर भितर देई से आम भितर प्रतिष्ठित हेबे मोर कथा मोर वेशभूषा मोर चाली चलनी मोर ढंग रंग सी ही मो भितरे ही जेमती भूत ग्रासिले भूत जेमती शरीर को चलाए से तार कथा कहे सेमती ठाकुर चाहती से आम मो भितरे मते ग्रास करी से सेमती तांकरी गुणराज्य मते विभावनित करबा पई समस्तंकर मंगल कामना करुची समस्तंकर प्रभु मंगल करंतु एई भली आम गोविंदपुर सत्संग आम मानक यही सुजोग दौची आम मानक यही भली जो आवासी सत्संग रे समस्तंकर मन प्राण सकाळु सकाळु जो किणी नौची एवं समस्त को मंत्रमुग्ध जाजन कीर्तन यही आमर भजन माध्यम रे उज्जीवित करी रखुची दिनटा सुंदर भाव जाऊची मु गोविंदपुर सत्संगर समस्त कर्मकर्ता जो माने भोगदाता जो माने अंशग्रहण करुचंदी समस्तंकर आउ थे प्रभु पाखरे मंगल कामना करुची जय गुरु शरद भाई जय गुरु प्रकाश।